ସକାଳୁ ଉଠିକି ଗାଧୋଇ ଆସିକି ମିରରରେ ଟିକେ ମୁହଁ ଦେଖିଦେଲି। ତ ଚାଲିଲି ଏବେ କପଡ଼ା ଶୁଖିବାକୁ। ନଣନ୍ଦ ଭାଉଜ ମିଶିକି ଆମେ କପଡ଼ା ପତ୍ର ଶୁଖେଇଦେଲୁ। ତେବେ ଭୋକ ଲାଗିଲାଣି, ଭୋକ ଲାଗିବାକୁ ତ ଏବେ ବାସି ରୁଟି ଅଛି, ବାସି ରୁଟିକି ତାୱାରେ ସେକା ସେକି କରିଦେଲୁ। ତ ଏମିତି ପାଣି ପକେଇକି ଆମେ ସେକି ଦେଇଛୁ। ତ ଏଠି ଆମର ରୁଟି ସେକା ହେଇଯାଇଛି। ଚାଲନ୍ତୁ ଏବେ କଦଳୀ ଆଳୁ ଭଜା ମୁଁ ବସେଇ ନେଇଛି ଦେଖିବା। ତ ଏଠି ଆମର କଦଳୀ ଆଳୁକୁ ଭଜା ମୁଁ ଭଲ ଭାବରେ ଭାଜି ସାରିଲିଣି, ଆଉ ହେଇକି ଗଲାଣି ମଧ୍ୟ। ଚାଲନ୍ତୁ ଏବେ କଦଳୀ ଆଳୁ ଭାଜିଲା ଭିତରେ ଆମ ବାବା କ'ଣ କରୁଛନ୍ତି, ପୁରୀ ଉପମା ଆଣି ଥୋଇ ଦେଇଛନ୍ତି। ତ ପୁରୀ ଉପମା ଦେଖିବା ଲୋଭ ସମ୍ଭାଳି ହେଲାନି। ତ ଚାଲିଲୁ ଆମେ ପୁରୀ ଉପମା ଖାଇବାକୁ। ନଣନ୍ଦ ଭାଉଜ ଗୋଟେ ପ୍ଲେଟ୍ରେ ଆଣି ମିଶିକି ଖାଇଲୁ। ତ ବଢ଼ିଆ ଟେଷ୍ଟ ଥିଲା ଦେଖନ୍ତୁ। ତ ଏବେ ଏପଟେ ମୁଁ ଫଟାଫଟ ଖାଇସାରିଲିଣି। ତ ଚାଲିଲି ମୋର ଖିଆପିଆ ସାରିକିରି ମୁଁ ଗଲି ରୋଷେଇ କରିବାକୁ। ଏଠି ମୁଁ ତରକାରୀ ବସେଇ ନେଇଛି, ଆଉ ମସଲା ମସଲି କଷା ସାରିଲା ପରେ ପାଣି ଦେଇଦେଲି। ଫୁଲକୋବି ରେଟ୍ ଶୁଣିକି ବାପରେ ବାପ ମୁଣ୍ଡ ଖରାପ। ତ ସାଙ୍ଗମାନେ ଏଇ ଚଣା ଯଦି ଆପଣ ଯଦି ଜାଣିଛନ୍ତି କମେଣ୍ଟ ମାଧ୍ୟମରେ ମୋତେ ନିହାତି ଜଣାଇବେ। ତ ଏପଟେ ମୁଁ ତରକାରୀ ପତ୍ର ବସେଇ ନେଲି। ତରକାରୀ ମୋର ଏପଟେ ଫୁଲକୋବି ପକାଇଦେଲି, ଟମାଟୋ ପକାଇଦେଲି, ତାପରେ ଲୁଣ ପକାଇଦେବି। ତାପରେ ତରକାରୀ ମୋର ହେବ। ତ ଏପଟେ ମୁଁ ଭାତ କରିଦେଇଛି, ଆଉ